हेलो फ्रेंड्स बीके जॉब अपडेट को आपन स्वागत आपन जानते आगू गोटे ह्यूज वैकेंसी आसक जाऊँगी तो तेणु आपने पूरा डेली पूरा प्रिपरेशन को स्टार्ट कर दिंतु कांस्टेबल एवाईएसएफ सिविल कांस्टेबल एसआईएन इक्वल रैंक कम्युनिकेशन जेल वार्डर आसूची तो पाखापाखि 8000 प्लस पोस्ट आसूची जदि आपने मिस करदे तो आप गोल्डन अपॉर्चुनिटी मिस करदे एवं आप सिलेक्शन हुए तो 2 3 4 वर्ष लेट हो आप एज लिमिट पड़ेगा तेणु आपने एबेठू प्रिपरेशन स्टार्ट कर दिंतु ओके ଆଉ ଗୋଟେ କଥା କହିଦେଉଛି ଯେଉଁମାନେ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇନାହାନ୍ତି ଡିସ୍କ୍ରିପ୍ସନ୍ ବକ୍ସରେ ମିଳିଯିବ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଲେ ଆପଣଙ୍କୁ କୌଣସି ଜବ୍ର ଅପଡ଼େଟ୍ ଆସିଲା ଆଡ଼ମିଟ୍ କାର୍ଡ଼ ଆସିଲା ରେଜଲ୍ଟ ବାହାରିଲା ଏପଟେ ମଧ୍ୟ ଆପଣଙ୍କୁ ଜିକେ ପ୍ରୋଭାଇଡ଼ କରିଥାଏ କରେଣ୍ଟ ଆଫେୟାର ପ୍ରୋଭାଇଡ଼ କରିଥାଏ ନିହାତି ଭାବରେ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେବାକୁ ଜମାରୁ ଭୁଲିବେ ନାହିଁ ଡିସ୍କ୍ରିପ୍ସନ୍ ବକ୍ସରେ ଲିଙ୍କ୍ ମଧ୍ୟ ମିଳିଯିବ ଦେଖନ୍ତୁ ଆପଣଙ୍କୁ ମୋଟିଭେସନ୍ କେବେ ବି ସକ୍ସେସ୍ ନେଇପାରିବନି ଯଦି ଆପଣମାନଙ୍କ ପାଖରେ ଆପଣଙ୍କ ପାଖରେ ହଙ୍ଗରି ନଥିବେ ସକ୍ସେସ୍ ହେବା ପାଇଁ କାହିଁକି ନା ଆପଣ ବହୁତ ସାରା ବହୁତ ବଡ଼ ବଡ଼ ମିଷ୍ଟେକ୍ କରୁଛନ୍ତି କ'ଣ ସବୁ ମିଷ୍ଟେକ୍ କରୁଛନ୍ତି ମେନ୍ ହେଉଛି ଆପଣଙ୍କ ସକ୍ସେସ୍ ପାଇବାର ଆପଣଙ୍କ ନିଜେ ଯଦି ମିଷ୍ଟେକ୍ ଚେକ୍ କରିଦେଉଛନ୍ତି ନା ଜାଣି ଦେଉଛନ୍ତି ନା ତ ଆପଣଙ୍କୁ ସକ୍ସେସ୍ ପାଇବା ପାଇଁ କେହି ବି ରୋକିପାରିବେ ନାହିଁ ଫାର୍ଷ୍ଟ କଥା ହେଲା କି ଆପଣମାନେ କ'ଣ କରୁଛନ୍ତି ଯେଉଁମାନେ ବି ସକ୍ସେସ୍ ପାଉଛନ୍ତି ତାଙ୍କ ଷ୍ଟୋରି ଦେଖୁଛନ୍ତି ତାଙ୍କ ସଂଘର୍ଷ କାହାଣୀ ଦେଖୁଛନ୍ତି ହଁ ଏଇଟା ଠିକ୍ କଥା ହୁଏ ତ ଆପଣ ହୁଏ ସେଇ ପ୍ରୋସେସ୍ ଫଲୋ କରୁଛନ୍ତି ସେଇଟା ହେଉଛି ରଙ୍ଗ କଥା ଓକେ କାହିଁକି ନା ଆପଣଙ୍କର ୱିକ୍ କ'ଣ ସେଇଟା ଆପଣ ନିଜେ ହିଁ ଜାଣିଛନ୍ତି ତ ଆପଣ ସେଇଟା କେମିତି ସେଇଟା ସଲ୍ଭ କରିବେ ସୋ ଆପଣ ସେଇଟା ନିଜେ ହିଁ ଜାଣିଛନ୍ତି ଓକେ ତ ସେଇଟା ସଲ୍ଭ ହେଲେ ଆପଣଙ୍କ ସେଇଟା ସକ୍ସେସ୍ ନିହାତି ଭାବରେ ନେଇକି ହିଁ ଯିବ ତ ଆଉ ଗୋଟେ କଥା କ'ଣ କି ଆଉ ଗୋଟେ କ'ଣ କଥା କି ପିଲାମାନେ କ'ଣ କରୁଛନ୍ତି ଅଧିକାଂଶ ପିଲାମାନେ ମୁଁ କହୁଛି 90% ପିଲାମାନେ କ'ଣ କହୁଛନ୍ତି ନା ରିକ୍ରୁଟମେଣ୍ଟ ଆସିଲେ ଯାଇକି ପଢ଼ାପଢ଼ି କରୁଛନ୍ତି ଏକ୍ଜାମ୍ ମାସେ ପୂର୍ବରୁ ମଧ୍ୟ ପଢ଼ାପଢ଼ି କରୁଛନ୍ତି ତାପରେ ତା ପୂର୍ବରୁ ପଢ଼ାପଢ଼ି କରୁନାହାନ୍ତି ଯାହାଫଳରେ କି ସକ୍ସେସ୍ ହେବା ଲମ୍ବା ପାହାଚ ହେଇଯିବ ତ ତେଣୁ ଆଜିଠୁ ପ୍ରିପାରେସନ୍ ଷ୍ଟାର୍ଟ କରିଦିଅନ୍ତୁ ଯଦି ବି ଆପଣମାନେ ପ୍ରିପାରେସନ୍ ଷ୍ଟାର୍ଟ ନ କରିବେ ମୁଁ ଏବେ ବି ସିଧା କହୁଛି 2027 ସିଲେକ୍ସନ୍ ଆସୁଛି ତ ଆପଣଙ୍କର ଏଇ ଗୋଲ୍ଡେନ୍ ଅପରଚ୍ୟୁନିଟି ମିସ୍ ହେଇଯିବ କାହିଁକିନା ଏଇ ଆଠୁ ଗୋଲ୍ଡେନ୍ ଅପରଚ୍ୟୁନିଟି ଆଉ ପାଇବେ ନାହିଁ 2026 ମସିହାରେ ଓ ଡବଲ୍ ଏସ୍ ସି ସିଜିଏଲ୍ ଗଲା ଆର୍ଆଇ ଅମିନ ଗଲା ଫରେଷ୍ଟ ଗାର୍ଡ଼ ଫରେଷ୍ଟ ଏକ୍ସାଇଜ୍ କନଷ୍ଟେବଲ୍ ଆପଣଙ୍କ ଏକ୍ଜାମ୍ ଅଲରେଡ଼ି ସରିଗଲାଣି ଆଗକୁ ଓଡ଼ିଶା ପୋଲିସ ମଧ୍ୟ ଆସିବ ଏମିତି ପଳେଇବ 2027 ସିଲେକ୍ସନ୍ ଆସିବ ଆଉ ପୋଷ୍ଟ ବାହାରିଲା ବେଳକୁ ଭଲ ଭଲ ପୋଷ୍ଟ ଆଉ 2 3 ବର୍ଷ ପଳେଇବ ଆପଣଙ୍କ ହୁଏତ ଏଜ୍ ବର୍ତ୍ତମାନ 22 23 24 25 ମିନିମମ୍ ଯେଉଁମାନେ ବି 2 3 ବର୍ଷ ହୁଏତ ପରିଶ୍ରମ କରୁଛନ୍ତି ଆପଣଙ୍କର ଏଜ୍ ସେତେବେଳକୁ ଯଦି ଆପଣମାନେ ଆଜିଠୁ ପଢ଼ାପଢ଼ି କରିବେନି ନେକ୍ସଟରେ ଆପଣଙ୍କ ବାହାରିଲା ବେଳକୁ ଆପଣଙ୍କ ଏଜ୍ 27 28 29 30 ହେଇଯିବ ଯେଉଁଟାକି ଆପଣଙ୍କ ଏଜ୍ ଲିମିଟ୍ ଅଧିକାଂଶ ରିକ୍ରୁଟମେଣ୍ଟରେ ଆପଣଙ୍କ ଏଜ୍ ହେଇପାରିବନି ଆପଣ ଫର୍ମ ମଧ୍ୟ ପକାଇ ପାରିବେ ତେଣୁ ମୁଁ ରିକ୍ୱେଷ୍ଟ କରି କହୁଛି ଯେ ଏବେଠୁ ପ୍ରିପାରେସନ୍ କରନ୍ତୁ କେମିତି ପ୍ରିପାରେସନ୍ କରିବେ ଫାର୍ଷ୍ଟ କଥା ହେଲା କୌଣସି ଯିଏ ବି ଯେଉଁ କଥା କହୁଛି ହଁ ଶୁଣନ୍ତୁ ଜାଣନ୍ତୁ ଯେଉଁ ସାର୍ ଅଛନ୍ତି ଆପଣ ଯେକୌଣସି ବି କୋଚିଂକୁ ଯାଉଛନ୍ତି ପଢ଼ାପଢ଼ି କରନ୍ତୁ କିଛି ବି ଅସୁବିଧା ନାହିଁ ତାଙ୍କ ସେ ଯାହା କରୁଛନ୍ତି ତାହା ବି କରନ୍ତୁ କିନ୍ତୁ ମୁଁ ଆପଣଙ୍କୁ କହିଦେଉଛି ଆପଣ କେମିତି ପଢ଼ିଲେ ଆପଣ ସକ୍ସେସ୍ ପାଇବେ ସେଇଟା କେବଳ ଆପଣମାନେ ହିଁ ଜାଣିଛନ୍ତି ଆପଣଙ୍କର ୱିକ୍ ସବଜେକ୍ଟ କ'ଣ ଆପଣ ଫାର୍ଷ୍ଟ କରି ୱିକ୍ ସବଜେକ୍ଟ ଆପଣ ୱିକ୍ ସବଜେକ୍ଟ ପଢ଼ିବେ ୱିକ୍ ସବଜେକ୍ଟ ପଢ଼ିବେ ଆପଣ ୱିକ୍ ସବଜେକ୍ଟକୁ କମ୍ପ୍ଲିଟ୍ କରିବେ କମ୍ପ୍ଲିଟ୍ କରିସାରିଲା ପରେ ଆପଣ ଆରାମସେ ସେଇ ଢାଞ୍ଚାରେ ନେଇକି ଯିବେ ଆପଣ କେମିତି ପଢ଼ିବେ ଆପଣ ନିଜେ ହିଁ ଜାଣିଛନ୍ତି ମୁଁ କେମିତି ପଢ଼େଇକି ସକ୍ସେସ୍ ହେବି ଆପଣ ଛଡ଼ା କେହି ବି ଜାଣିନାହାନ୍ତି ତେଣୁ ଆପଣ ଉପରେ ଡିପେଣ୍ଡ କରନ୍ତୁ କାହା ଉପରେ ଡିପେଣ୍ଡ କରିବା ସେଇଟା ଭୁଲ ଅଟେ ହଁ ଆଉ କଥା କହିଦେଉଛି ହଁ ଆପଣମାନେ ପଢ଼ିବେ ଦିନକୁ 7 8 ଘଣ୍ଟା ପଢ଼ିବେ ଆପଣଙ୍କୁ ଲାଗିବ ହେବ କି ନାହିଁ ହଁ ସେମିତି ହେବ ସେମିତି ହିଁ ସମସ୍ତଙ୍କ ଯେଉଁମାନେ ବି ପଢ଼ୁଛନ୍ତି ସମସ୍ତଙ୍କ ମନେ ସେମିତି ଥାଏ ମୁଁ 7 8 ଘଣ୍ଟା ପର୍ ଡେ ପଢ଼ୁଛି ହେବ କି ନାହିଁ ସିଲେକ୍ସନ୍ ହେବ କି ନାହିଁ ଏମିତି ବହୁତ ସାରା ଭାବନା ଆସିବ ଟେନସନ୍ ହେବା କିଛି ବି ଦରକାର ନାହିଁ ମାତ୍ର ଏଇ 6 ମାସ ଓକେ ଅଲରେଡ଼ି 2026 ଅଧା ହେଇଗଲାଣି ଠିକ୍ ଅଛି ଆପଣ ଭାବୁଥିବେ ଏମିତି 2026 ମଧ୍ୟ ପଳେଇବ 2027 ମଧ୍ୟ ଆସିବ ଏମିତି ସମୟ ପଳେଇଯିବ ଆଉ ଆପଣମାନେ ରହିଯିବେ ଠିକ୍ ଅଛି ମୁଁ ଆପଣଙ୍କୁ କହିଦେଉଛି ଯେଉଁମାନଙ୍କର ଏକ୍ସପିରିଏନ୍ସ ଅଛି ଦେଖ ଆପଣଙ୍କ ଯଦି ଆପଣ ପଢ଼ାପଢ଼ି କରିବେନି ପ୍ରେସର ମାନେ ସିଲେକ୍ସନ୍ ନେଇକି ଯିବେ ଆପଣ ରହିଯିବେ ଓକେ ଆଉ ସମସ୍ତଙ୍କ ଯେଉଁମାନେ ସକ୍ସେସ୍ ପାଉଛନ୍ତି ନା ତ ସେମାନଙ୍କ ଷ୍ଟ୍ରଗଲ୍ ଲାଇଫ୍ ହେଉଛି ଡିଫରେଣ୍ଟ ଯେଉଁମାନେ ସକ୍ସେସ୍ ପାଉଛନ୍ତି କିଏ ବ୍ୟାକଗ୍ରାଉଣ୍ଡ ସପୋର୍ଟ ନେଇକି କାହାର ଫ୍ୟାମିଲି ରିଚ୍ ପଢ଼ାପଢ଼ି ନିଜ ସେଲ୍ଫରେ ପଢ଼ୁଛନ୍ତି କିଏ ବହୁତ ପିଓର ଫ୍ୟାମିଲି ବିଲଙ୍ଗସ୍ କରୁଛନ୍ତି କିଏ ମିଡ଼ିଲ୍ କ୍ଲାସ୍ରୁ ବିଲଙ୍ଗସ୍ କରୁଛନ୍ତି ତ ତେଣୁ ମୁଁ ଆପଣଙ୍କୁ କହୁଛି ଯେ ତ ଆପଣମାନେ ନିଜକୁ ସେମିତି କେମିତି କଲେ ଆପଣ ସକ୍ସେସ୍ ପାଇପାରିବେ ସେଇଟା ଆପଣ ନିଜେ ହିଁ ଜାଣିଛନ୍ତି ମୁଁ ଅଲରେଡ଼ି ତୁମକୁ କହିଦେଇଛି ତ ତେଣୁ ଆପଣମାନେ ସେ ଅନୁସାରେ ନିଜକୁ ପ୍ରିପାରେସନ୍ କରନ୍ତୁ ଯାହାଫଳରେ କି ଆପଣମାନେ ସକ୍ସେସ୍ ପାଇପାରିବେ
ମୁଁ ଏଇଠି ତୁମକୁ ଗପିବା ପାଇଁ ଆସିନି କି ଏଠି ଟାଇମ୍ ଇନଭେଷ୍ଟ ଆପଣଙ୍କ କରିବାକୁ ଆସିନି, ତ ଆପଣଙ୍କୁ ମେସେଜ୍ ଦେବାକୁ ଚାହୁଁଛି କି ଆପଣମାନେ ଏବେଠୁ ଲାଗି ପଡ଼ନ୍ତୁ। ଆପଣଙ୍କର ୱିକ୍ ପଏଣ୍ଟ କ'ଣ, ଆପଣ ନିଜେ ଯେଉଁମାନଙ୍କୁ ଏକ୍ସପିରିଏନ୍ସ କଥା କହୁଛି ନିଜେ ହିଁ ଜାଣିଛନ୍ତି କ'ଣ ପଢ଼ିବି, କେମିତି ପଢ଼ିବି, କେଉଁଠୁ ପଢ଼ିବି। ଯଦି ବି ଆପଣ ଜାଣୁନାହାନ୍ତି ଏବେ ସୁଦ୍ଧା କହୁଛି ବହୁତ ସାରା ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି, ଫଲୋ କରନ୍ତୁ, ନିଜେ ହିଁ ଫଲୋ କରନ୍ତୁ। ଓକେ, ଯେଉଁମାନେ ଯାହା ବି ଆପଣଙ୍କର ଲେବୁଲ୍ ଅଛି ମେଣ୍ଟେନ୍ କରନ୍ତୁ, ଯେଉଁଟାକି ଆପଣଙ୍କୁ ଆଗକୁ ନିହାତି ଭାବରେ ସକ୍ସେସ୍ ନେଇପାରିବ। ଠିକ୍ ଅଛି। ବାସ୍ ଆଜିର ଗୋଟେ ଭିଡ଼ିଓ ଥିଲା, ଗୋଟେ ମେସେଜ୍ ନିହାତି ଭାବରେ ଆପଣମାନେ ଲାଗି ପଡ଼ନ୍ତୁ। ଟାଇମ୍ ନ କହିଲେ ଚଳେ, ଗୋଟେ ହେଙ୍ଗରି ସହିତ ଲାଗି ପଡ଼ନ୍ତୁ। କାହିଁକିନା ଆପଣ ମୋଟିଭେସନ୍ କେବେ ସକ୍ସେସ୍ କେବେ ବାଟକୁ ନେଇପାରିବନି। ସେଇ ମୋଟିଭେସନ୍ ହୁଏତ ଆଜି ଆପଣ ମୋଟିଭେଟ୍ ହେଇପାରିବେ, 2 ଦିନ ମୋଟିଭେଟ୍ ହେଇପାରିବେ। ଆପଣଙ୍କ ସକ୍ସେସ୍ ହାଙ୍ଗରି ଉପରେ ଡିପେଣ୍ଡ କରନ୍ତୁ। ଯେତେ ଭୋକିଲା ରହିବେ ଆପଣ ନିହାତି ଭାବରେ ଲାଗି ପଡ଼ ଦିନ ରାତି। ଓକେ, ନିହାତି ଭାବରେ ନିଜକୁ 6 ମାସ, ଏଇ 6 ମାସ ନିହାତି ଭାବରେ ନିଜକୁ ହଜେଇ ଦିଅନ୍ତୁ। ଓ ଯାହାଫଳରେ କି ସେଇ ତମ ସାଇ ବା ସେଇ ସାଇ ପିଲା ହିଁ ଜାଣିପାରିବେନି ଆପଣଙ୍କ ପୁଅ ଆପଣଙ୍କ ଘରେ ଅଛି ବୋଲିକା ବା ଆପଣଙ୍କ ଝିଅ ଘରେ ଅଛି ବୋଲିକା। ବା ସେଇ ଅନୁସାରେ ପ୍ରିପାରେସନ୍ କରନ୍ତୁ, ଯାହାଫଳରେ କି ଆପଣମାନେ ନିହାତି ଭାବରେ 2027 ସୁଦ୍ଧା ଆପଣ ନିହାତି ଭାବରେ ଟ୍ରେନିଂରେ ଥିବେ ବା ଆପଣ ଅଫିସିଆଲ୍ ଜବ୍ ଯଦି କରିବେ ନିହାତି ଭାବରେ ଆପଣମାନେ ଅଫିସରେ ଥିବେ। ବାସ୍ ଏତିକି, ମୁଁ ଆଉ କିଛି ବି କହୁନି। ମୁଁ ପୁରା ବିନା ଏଡ଼ିଟିଂରେ ଭିଡ଼ିଓ କରୁଛି। ଯଦି ବି ଆପଣଙ୍କର ଭଏସ୍ ବି ନ କ୍ଲିୟର୍ ହେଇଥାଏ, ଯଦି ବି କିଛି ବି ୱାର୍ଡ଼ ମିଷ୍ଟେକ୍ କରିଥାଏ, ନିହାତି ଭାବରେ ଆପଣମାନେ ନିହାତି ଭାବରେ ନିଜକୁ କମ୍ପେୟାର କରିବେ। ଓକେ, ତ ରଖୁଛି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।